ଆଜି ଅଯୋଧ୍ୟାରେ ଶ୍ରୀରାମ ମନ୍ଦିରରେ ପ୍ରାଣ ପ୍ରତିଷ୍ଠା କାର୍ଯ୍ୟକ୍ରମ ଅନୁଷ୍ଠିତ। ଦେଶର ବୃହତ୍ତମ ନିର୍ମାଣକାରୀ କମ୍ପାନୀ ଏନ୍&ଟି ଦାବି କରିଛି ଯେ ହଜାର ବର୍ଷ ଧରି ଶ୍ରୀରାମ ମନ୍ଦିରରେ କିଛି କ୍ଷତି ହେବ ନାହିଁ। ଏଲ୍&ଟି ଏହାର ଡିଜାଇନ ଏବଂ ସାମଗ୍ରୀକୁ ଏପରି ଭାବରେ ବାଛିଛି ଯେ ଏହା ସହଜରେ ନଷ୍ଟ ହେବ ନାହିଁ। ଏହା ଏକ ମାଷ୍ଟରପିସ୍ ବୋଲି ପ୍ରମାଣ କରିବ ବୋଲି କମ୍ପାନୀ ଦାବି କରିଛି। ଏହାକୁ ପ୍ରସ୍ତୁତ କରିବାରେ ଦେଶର ସଂସ୍କୃତି, କଳା ଏବଂ ଲୋକଙ୍କ ଭାବନା ପ୍ରତି ସମ୍ପୂର୍ଣ୍ଣ ଯତ୍ନ ନିଆଯାଇଛି। ଶ୍ରୀରାମ ଜନ୍ମଭୂମି ତୀର୍ଥକ୍ଷେତ୍ର ଟ୍ରଷ୍ଟ ମଧ୍ୟ ଏହା ନିଶ୍ଚିତ କରିଛି। 3 ମହଲା ବିଶିଷ୍ଟ ମନ୍ଦିରରେ 5ଟି ମଣ୍ଡପ ଏବଂ ମୁଖ୍ୟ ଶିଶିର। ଅଯୋଧ୍ୟାରେ ପ୍ରାୟ 70 ଏକର ଜମିରେ ଶ୍ରୀରାମ ମନ୍ଦିର ବ୍ୟାପିଛି। ନାଗର ଶୈଳୀରେ ଏହାର ସ୍ଥାପତ୍ୟ। ଏହାର ଉତ୍କୃଷ୍ଟ ଡିଜାଇନ ସବୁଠାରେ ପ୍ରଶଂସିତ ହୋଇଛି। ଏହି ମନ୍ଦିର ଉଚ୍ଚତା 156.75 ଫୁଟ, ଲମ୍ବ 380 ଫୁଟ ଏବଂ ଉଚ୍ଚତା 249.5 ଫୁଟ। ଏହି 3 ମହଲା ମନ୍ଦିରରେ 5ଟି ମଣ୍ଡପ ଅଛି। ଏଗୁଡ଼ିକୁ ନୃତ୍ୟ ମଣ୍ଡପ, ରଙ୍ଗ ମଣ୍ଡପ, ଗୁଢ଼ ମଣ୍ଡପ, କୀର୍ତ୍ତନ ମଣ୍ଡପ ଏବଂ ପ୍ରାର୍ଥନା ମଣ୍ଡପ ନାମରେ ଜଣାଶୁଣା। ସାଥିରେ ମୁଖ୍ୟ ଶିଖର ମଧ୍ୟ ଅଛି। ଏଲ୍&ଟି ଚେୟାରମ୍ୟାନ କହିଛନ୍ତି ଯେ ଏହି ପ୍ରକଳ୍ପକୁ ଦେଶକୁ ଉତ୍ସର୍ଗ କରି ଆମେ ବହୁତ ଖୁସି ଅନୁଭବ କରୁଛୁ। ଆମକୁ ଶ୍ରୀରାମ ମନ୍ଦିରର ପରିକଳ୍ପନା ତଥା ନିର୍ମାଣ କରିବାର ସୁଯୋଗ ଦେଇଥିବାରୁ ଆମେ ଭାରତ ସରକାର, ଉତ୍ତରପ୍ରଦେଶ ସରକାର, ଶ୍ରୀରାମ ଜନ୍ମଭୂମି ତୀର୍ଥକ୍ଷେତ୍ର ଟ୍ରଷ୍ଟ, ନୃପେନ୍ଦ୍ର ମିଶ୍ର ଏବଂ ବିଶ୍ୱ ହିନ୍ଦୁ ପରିଷଦର ଚମ୍ପତ ରାୟଙ୍କୁ ଧନ୍ୟବାଦ ଦେଉଛୁ। ଏହି ସମସ୍ତ ଲୋକଙ୍କ ନିରନ୍ତର ସମର୍ଥନ ସହିତ ଆମେ ଏହି ଇଞ୍ଜିନିୟରିଂ ଚମତ୍କାର ସୃଷ୍ଟି କରିବାରେ ସକ୍ଷମ ହେଲୁ। ହଜାର ହଜାର ବର୍ଷ ଧରି ଏହା ପରିଦର୍ଶନକୁ ଆକର୍ଷିତ କରିବ। ଶ୍ରୀରାମ ମନ୍ଦିରର ବୈଶିଷ୍ଟ୍ୟ। ଏହାକୁ ପ୍ରସ୍ତୁତ କରିବା ପାଇଁ ରାଜସ୍ଥାନର ଭାରତପୁର ଜିଲ୍ଲାରୁ ଗୋଲାପୀ ବଂଶୀ ପହଡ଼ାପୁର ପଥର ମଗାଯାଇଛି। ମନ୍ଦିର ମଧ୍ୟ ଅତି ଶକ୍ତିଶାଳୀ ଭୂକମ୍ପକୁ ସହଜରେ ସହ୍ୟ କରିପାରିବ। ମନ୍ଦିରର ଉଭୟ ପାର୍ଶ୍ୱରେ 390 ସ୍ତମ୍ଭ ଏବଂ 6ଟି ମକ୍ରାନା ମାର୍ବଲ ସ୍ତମ୍ଭ ଅଛି। ସେଥିରେ 10,000ରୁ ଅଧିକ ମୂର୍ତ୍ତି ଏବଂ ଥିମ୍ ଖୋଦିତ ହୋଇଛି। ମନ୍ଦିର ନିର୍ମାଣ କାର୍ଯ୍ୟ ମେ 2020ରୁ ଆରମ୍ଭ ହୋଇଥିଲା। ଏହା ଭିତ୍ତିପ୍ରସ୍ତର ପାଇଁ IIT ପରି ଅନୁଷ୍ଠାନଗୁଡ଼ିକର ସହାୟତା ମଧ୍ୟ ନିଆଯାଇଥିଲା। ଏଲ୍&ଟି ବରିଷ୍ଠ ଉପସଭାପତି MV ସତୀଶ କହିଛନ୍ତି ଯେ ଏହି ମନ୍ଦିରର ପ୍ରତ୍ୟେକ ପଥରକୁ ଯତ୍ନ ସହକାରେ ସ୍ଥାପନ କରାଯାଇଛି ଏବଂ ସର୍ବୋତ୍ତମ ଜ୍ଞାନକୌଶଳ ବ୍ୟବହାର କରାଯାଇଛି।